यूजीसी नेट ओडिया यूनिट 8 नाटक एवं नाट्यकार गण मनोरंजन दासଙ୍କ ଅରଣ୍ୟ ଫସଲ କେଉଁ ଧରଣ ରଚନା ସ୍ଥିତିବାଦୀ। ବିଜୟ ମିଶ୍ରଙ୍କ ରଚିତ ପ୍ରଥମ ନାଟକର ନାମଗଣ ଜନନୀ। ଏହା ଅନ୍ନପୂର୍ଣ୍ଣା ଭି ଗ୍ରୁପ ଦ୍ୱାରା ଅଭିନୀତ। ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲ କେଉଁ ଥିଏଟରରେ ପରିବେଷିତ ହୋଇଥିଲା? କଳାଶ୍ରୀ ଥିଏଟର। ବିଶ୍ୱଜିତ ଦାସଙ୍କ ରଚିତ ପ୍ରଥମ ନାଟକର ନାମଗଣ ବହ୍ନି। କେଉଁ ନାଟକ ପାଇଁ ବିଜୟ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଯାଦୁକର 1978। କାଲିଗୁଲା ନାଟକର ଅନୁବାଦରେ ରଚିତ ବିଶ୍ୱଜିତ ଦାସଙ୍କର ନାଟକଟିର ନାମ କ'ଣ? ସମ୍ରାଟ। ବୌଦ୍ଧ ଯୁଗର କିମ୍ବଦନ୍ତୀ ଅନୁଯାୟୀ ରଚିତ ବିଜୟ ମିଶ୍ରଙ୍କ ନାଟକର ନାମ କ'ଣ? ତଟ ନିରଞ୍ଜନ। କେଉଁ ନାଟକ ପାଇଁ ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? 1977। ରାତ୍ରିର ଦୁଇଟି ଡେଣା। ସ୍ୱର୍ଗକୁ ଯାଅ ହେ ପାପୀମାନେ ନାଟକର ନାଟ୍ୟକାର କିଏ? ବିଶ୍ୱଜିତ ଦାସ। ହେ ସ୍ୱର୍ଗ ବିଦାୟ ନାଟକର ନାଟ୍ୟକାର କିଏ? ବିଜୟ ମିଶ୍ର। କେଉଁ ନାଟକ ପାଇଁ ବିଜୟ ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ବାନପ୍ରସ୍ଥ ପାଇଁ 2013। କେଉଁଠି ବିଶ୍ୱଜିତ ଦାସଙ୍କର ଏକାଙ୍କିକା ଶେଷଦୃଶ୍ୟ? ବହ୍ନିମାନ ନାଟକର ରଚୟିତା କିଏ? କାର୍ତ୍ତିକ ଚନ୍ଦ୍ର ରଥ। ରମେଶ ପ୍ରସାଦ ପାଣିଗ୍ରାହୀଙ୍କର ରଚିତ ପ୍ରଥମ ନାଟକର ନାମ କ'ଣ? ମୁକ୍ତି ମଣ୍ଡପ। ନିଜ ନିଜ କୁରୁକ୍ଷେତ୍ର ନାଟକର ରଚୟିତା କିଏ? ରତ୍ନାକର ଚୟନୀ। ବିଜୟ ମିଶ୍ରଙ୍କ କେଉଁ ନାଟକ ମଞ୍ଚରେ କେବଳ ଗୋଟିଏ କ୍ୟାଣ୍ଡେଲ ଲାଇଟରେ ମଞ୍ଚସ୍ଥ ହେଲା? ଶବବାହକମାନେ। ଶୂନ୍ୟତାର ସିଡ଼ି କାହାର ରଚନା? ରତ୍ନାକର ଚୟନୀ। କେଉଁ ନାଟକ ପାଇଁ କାର୍ତ୍ତିକ ଚନ୍ଦ୍ର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ନିଃସଙ୍ଗ 1985। ରମେଶ ପ୍ରସାଦ ପାଣିଗ୍ରାହୀଙ୍କର କେଉଁ ନାଟକ ପ୍ରତୀକଧର୍ମୀ ନାଟକ? ଧୃତରାଷ୍ଟ୍ରର ଆଖି। ରତ୍ନାକର ଚୟନୀଙ୍କ କେଉଁ ନାଟକଟି ଐତିହାସିକ ପଟ୍ଟଭୂମିରେ ରଚିତ? ଅଥଚ ଚାଣକ୍ୟ। ତୋଷ ନୋହିଲା ମୋର ଚିତ୍ତ ନାଟକର ନାଟ୍ୟକାର କିଏ? ସୁବୋଧ କୁମାର ପଟ୍ଟନାୟକ। କେଉଁ ନାଟକ ପାଇଁ ରତ୍ନାକର ଚୟନୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? କଳଙ୍କିତ ସୂର୍ଯ୍ୟ ପାଇଁ 1977। ହେ ପୃଥିବୀ ବିଦାୟ ନାଟକର ନାଟ୍ୟକାର କିଏ? ରମେଶ ପ୍ରସାଦ ପାଣିଗ୍ରାହୀ। କେଉଁ ନାଟକ ପାଇଁ ବିଜୟ କୁମାର ଶତପଥୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଏଇ ଯେ ସୂର୍ଯ୍ୟ 1989। କେଉଁଥିପାଇଁ ରତିରଞ୍ଜନ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଦେଖ ବର୍ଷା ଆସୁଛି 1987। କେଉଁଠି ରମେଶ ପ୍ରସାଦ ପାଣିଗ୍ରାହୀଙ୍କର ଏକାଙ୍କିକା ଉଡ଼ନ୍ତା ପାହାଡ଼ର ଦରଜା। ଗ୍ରୀନ ରୁମ୍ କାହାର ଏକାଙ୍କିକା? ବିଶ୍ୱଜିତ ଦାସ। ସୁନା ହରିଣ କାହାର ଏକାଙ୍କିକା? ରତ୍ନାକର ଚୟନୀ। ଜରାସରୁର ମୃତ୍ୟୁ କାହାର ଏକାଙ୍କିକା? ରତିରଞ୍ଜନ ମିଶ୍ର। ମଧୁବାବୁଙ୍କର କାଲିଆ ଘୋଡ଼ା କାହାର ନାଟକ? ରତିରଞ୍ଜନ ମିଶ୍ର। ଆଶ୍ରା ଖୋଜୁଥିବା ଈଶ୍ୱର ନାଟକଟି ପାଇଁ ନାରାୟଣ ସାହୁ କେଉଁ ପୁରସ୍କାର ଲାଭ କରିଥିଲେ? ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 1981। ଶକୁନ୍ତଳା ନାଟକର ସ୍ରଷ୍ଟା କିଏ? ମିହିର କୁମାର ମେହେର। କେଉଁ ଗାଳ୍ପିକ ପ୍ରାୟତଃ ନିଜ ଗଳ୍ପକୁ ନାଟ୍ୟରୂପ ଦିଅନ୍ତି? ଆନନ୍ଦ ଚନ୍ଦ୍ର ପହି। କେଉଁ ନାଟକକାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହାନ୍ତି? ରମେଶ ପ୍ରସାଦ ପାଣିଗ୍ରାହୀ। କେଉଁ ନାଟକ ପାଇଁ ରଣଜିତ କୁମାର ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? 2001ରେ ଗାଁ। କେଉଁ ନାଟ୍ୟକାର ବାର୍ତ୍ତା ବେତାର ନାଟକ ପାଇଁ 2004 ବର୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଦିଲ୍ଲୀଶ୍ୱରୀ ମହାରଣା। ଓଡ଼ିଆ ନାଟକର ଉଦ୍ଭବ ଓ ବିକାଶ ପୁସ୍ତକର ଲେଖକ କିଏ? ରତ୍ନାକର ଚୟନୀ। ଓଡ଼ିଆ ନାଟ୍ୟକଳା ପୁସ୍ତକର ରଚୟିତା କିଏ? ଗିରିଜାଶଙ୍କର ରୟ 1949। ଓଡ଼ିଆ ନାଟକ ରଙ୍ଗମଞ୍ଚ ପୁସ୍ତକର ଲେଖକ କିଏ? ହେମନ୍ତ କୁମାର ଦାସ। ସପ୍ତଶ୍ୱରୀ ଏକାଙ୍କିକାର ସ୍ରଷ୍ଟା କିଏ? ସୁରେନ୍ଦ୍ର ମହାନ୍ତି। କିଏ ଅଥିଲୋ ଇଂରାଜୀ ନାଟକର ଓଡ଼ିଆ ଅନୁବାଦ କରିଥିଲେ? ମାୟାଧର ମାନସିଂହ। କାହ୍ନୁଚରଣ ମହାନ୍ତିଙ୍କର ହାଁ ଉନ୍ନ ଉପନ୍ୟାସର ନାଟ୍ୟରୂପ କିଏ ଦେଇଥିଲେ? ନାରାୟଣ ସାହୁ। ଗୋପୀନାଥ ମହାନ୍ତିଙ୍କର ପରଜା ଉପନ୍ୟାସର ନାଟ୍ୟରୂପ କିଏ ଦେଇଥିଲେ? ଜାନକୀ ବଲ୍ଲଭ ମହାନ୍ତି। ଲୋକକଥାର ଭାବ ଶୈଳୀ ପ୍ରଭାବିତ କଲୁରୀ ଭେଣ୍ଟ ନାଟକର ସ୍ରଷ୍ଟା ନୀଳାଦ୍ରି ଭୂଷଣ ହରିଚନ୍ଦନ। ପ୍ରଥମ ଓଡ଼ିଆ ଏକାଙ୍କିକା ସଂକଳନର ନାମ କ'ଣ? ପଞ୍ଚରଙ୍ଗ କାଳିଚରଣ ପଟ୍ଟନାୟକଙ୍କର। କାଳିଚରଣ ପଟ୍ଟନାୟକଙ୍କର କେବେ ନାଟ୍ୟାଚାର୍ଯ୍ୟ ଉପାଧି ପାଇଥିଲେ? 1944ରେ ଉତ୍କଳ ସାହିତ୍ୟ ସମାଜ ସଂସ୍ଥା ଦ୍ୱାରା। ଭାସ୍କୋ ଡା ଗାମା କାହାର ନାଟ୍ୟକୃତି? ହୃଷିକେଶ ପଣ୍ଡାଙ୍କର। ନାଟକରେ ଅଭିନୟ କେତେ ପ୍ରକାର? 4 ପ୍ରକାର। ନାଟକରେ ନାୟକ କେତେ ପ୍ରକାର? 4 ପ୍ରକାର। ଧୀରୋଦତ୍ତ, ଧୀରୋଦ୍ଧତ, ଧୀରଲଳିତ ଏବଂ ଧୀରପ୍ରଶାନ୍ତ। ନାଟକରେ ନାୟିକା କେତେ ପ୍ରକାରର? 8 ପ୍ରକାର।